ପିଲାଟିଏ ଥିବାରୁ ସେ ଦେଖିଲା। ଦୁଷ୍ଟ ମାଙ୍କଡ଼ଟି ଭାବିଲା, ରାଜା ସିଂହାସନରେ କିଳାଟିଏ ରହିବ କାହିଁକି? ପିଲାଟିକୁ ମୁଁ ଫୋପାଡ଼ି ଦେବି। ଏହିପରି ଭାବି ଦୁଷ୍ଟ ବୁଦ୍ଧିସମ୍ପନ୍ନ ସେହି ଚପଳମତି ପ୍ରଚଣ୍ଡ ଅହଙ୍କାରୀ ମାଙ୍କଡ଼ଟି ପିଲାଟିକୁ ଫୋପାଡ଼ି ଦେଲା। ପିଲାଟି ବାହାରି ପଡ଼ିବାରୁ ଅଧାସିଲା କାଠର ପାଖଟି ଜୋରରେ ଚିପି ହୋଇ ବନ୍ଦ ହୋଇଗଲା ଏବଂ ବିଛଣା ମାଙ୍କଡ଼ଟିର ଲାଞ୍ଜଟି ଶକ୍ତ ଭାବେ କାଠ ମଝିରେ ଚିପି ଦେଇ ଅଟକିଗଲା। ଯନ୍ତ୍ରଣାରେ ସେ ଚିତ୍କାର କଲା। ସାରା ରାତି ଲାଞ୍ଜଟିକୁ ଟଣାଟଣି କରି କ୍ଷତ ବିକ୍ଷତ ହୋଇ ଶେଷକୁ ସେହି ଅତି ବୁଦ୍ଧିମାନ ମାଙ୍କଡ଼ଟି ମଲା। ଗଳ୍ପଟି ଶେଷ କରି କରଟକ କହିଲା, ବନ୍ଧୁ ଦମନକ ଯେ ଅନଧିକାର ଚର୍ଚ୍ଚା କରେ ବା ବେଶୀ ଚାଲାକି କରେ ତାର ଏହିପରି ବିପଦ ହୁଏ। ଦମନକ କହିଲା, ବନ୍ଧୁ ସେମିତି ସେହି ଗପ ଶବ୍ଦର ଅପଭ୍ରଂଶ ହେଲା, ଗପଟା ବଦନାମୀ ହେଲା। କିନ୍ତୁ ଗପ ହେଉଛି ପ୍ରକୃତରେ ଆମ ଦୈନନ୍ଦିନ ଜୀବନର ଶୈଳୀକୁ ପରିବର୍ତ୍ତନ କରେ। ଗପ କେତେ ପ୍ରକାର? ବିଭିନ୍ନ ପ୍ରକାର ଗପ ଅଛି। ସାଧାରଣତଃ ପୁରାଣ କାହାଣୀ, ପୁରାଣ କଥା ଇଏ ହେଉଛି ଫିଲ୍ମ ସୁଟିଂ ହେଉଛି। କୌଣସି ଗୋଟେ ଷ୍ଟୋରିକୁ ନେଇ ତା ଭିତରେ ନୂଆ ଜିନିଷକୁ ପୁରେଇ ଦେଉଛନ୍ତି, କଳ୍ପନା କରାଯାଏ। ଯାହାର ଗୋଟେ ବଡ଼ ନଦୀ ଅଛି, ସେ ନଦୀଟାକୁ ପାର ହେବା ପାଇଁ ଯିଏ ଖେଳି ପାରିଲାନି, ହିରୋ ଆସିଲାନି, ଗୋଟେ ବାଡ଼ି ଧରିକି ଉପରକୁ ଆଗକୁ ନେଇଗଲା। କଳ୍ପନା ହେଲା ଅସମ୍ଭବ, କିନ୍ତୁ କଳ୍ପନା କରାଯାଏ। ଆଉ ପାର ହୋଇପାରିବନି, ଯୋଡ଼ି ଗୋଟେ ଦୌଡ଼ି ପାରି ଆରମ୍ଭ ଲଗେଇ ସେ ମହାନ୍ତି ବାବୁଙ୍କ ତାଙ୍କ ବାଡ଼ିରେ ହାଟ ବସ୍ତ୍ରା କର ସେଠି ଖାଲି ଓଳିଛି କାଟୁ କ'ଣ ପାଇଁ ତୁ ଦେଖେଇ ଦେବେ ସେଇଟାର ଯଥେଷ୍ଟ। ନେକ୍ସଟ ସାଙ୍ଗ କହିଲା, ତୁ ବସିଲା ମୋ ସାଙ୍ଗରେ ଖାଲି ଆଉ ଜଣେ ଆସ। ଦେଖିଲା ଜଣେ, ଆଉ ଦୁଇ ଜଣ, ଆଉ ଜଣେ ସାହସ ଦେଲା ମୁଁ ଯିବି, ହେଲେ ମୋ ସାଙ୍ଗକୁ ଜଣେ ଦରକାର। ତାହେଲେ କେତେ ଜଣ ସାଙ୍ଗ ହେଲେ? ପ୍ରଥମେ ଜଣେ ଦେଖିଲା, ଆଉ ଜଣେ ସାହସ କହିଲା ମୁଁ ଯିବି, କିନ୍ତୁ ମୋ ସାଙ୍ଗକୁ ଜଣେ, ତା ସାଙ୍ଗ ଆଉ ଜଣେ ବାଧା କଥା ମୁଁ ତାକୁ ଖାଲି ଧରି ଆଉ କିଛି କାମ ଯାଇକି ପହଞ୍ଚେଇ ଦେଲା। ପହଞ୍ଚି ସାରିଲା ପରେ ତାର କଦଳୀ କାଠି କାଟିଦେଲେ। କାଟିକି ସବୁ ଖାଇବା ଚାଲିଯାଇଛି। ମହାନ୍ତି ବାବୁଙ୍କର ନଜର ପାଟ କରୁଥିବା କଦଳୀ ପଡ଼ିଛି। ପ୍ରଥମେ ପ୍ରାୟ ତାଙ୍କର ନଜର ରହିଥାଏ। କହିଲେ ଏଇଠି ମୁଁ ଯାଇଛି, କଦଳୀ କାନ୍ଦି ଥିଲା 4ଟାରେ, 5 ବେଳକୁ ନାହିଁ। ଦେଖିଲେ କଦଳୀ ଗଛ କଟା ହେଇଛି। କଦଳୀ ସେ କାନ୍ଦିରୁ ନଶା ପଡ଼େ ନାହିଁ, ସେଠି ପାଟ ସିଂହସନ ପଡ଼ିଛି। କୋଉ ପର୍ଯ୍ୟନ୍ତ ଯାଇଛି ଦେଖି 5 ବେଳକୁ ମଣ୍ଡପ ଠିକ ତେଣୁକରି ଆଖି ଦଣ୍ଡ ପାଇ ପ୍ରଥମେ ଭୂତା ଆମେ ଅନ୍ୟ ଜିନିଷ ଦେଖିବା ଆମର ନାହିଁ, ତା ପ୍ରତି ଲୋଭ କରିପାରିବା। ଏଠି 4-5 ଜଣ ସାଙ୍ଗ ଖେଳି ଯାଇନାହାନ୍ତି ବା କଦଳୀ ଆଣିନାହାନ୍ତି। ଆଖି ଭୁଲ କରିଛି, ପ୍ରଥମେ ଦେଖିକି ଲୋଭାସ କରି ତାକୁ ସାହସ ଦେଲା। ଗୋଡ଼ ସେତିକି ଯିବି ମୁଁ, ଗୋଡ଼ ଗଲା, ତା ସାଥୀ ଗଲା, ହାତ ଗଲା ତା ସାଥୀ। ଇଏ ସବୁ କାଟିଲେ, ମାଡ଼ ଖାଇଲା କି ବୋହିକି ଆଣିଲା ଯେ ପିଠି ଥରେ ଦଣ୍ଡ ପାଇଲା କିଏ? ଯିଏ ଭୁଲ କରି ଯେଉଁ ଆଖି ପ୍ରଥମେ ଲୋଭାସକ୍ତ ହେଇ ସେ ଆଖିରୁ ଧାର
ଜଣେ ଯିଏ କର୍ମ ଅନୁସାରେ ଆମେ କରିବା। ଆମର ଛାତ୍ର ଜୀବନରେ ବହୁତ ପ୍ରକାର ଖେଳସଞ୍ଜା ହଁ କି ନାହିଁ। ଆମେ ଯେତେବେଳେ ପ୍ରଥମ ଆଡ଼ମିସନ୍ କଲେ ସ୍କୁଲରେ, ସେତେବେଳେ ଆମ କେତେ ଜଣଙ୍କର ମନ ନଥିଲା ସ୍କୁଲ